ଜିଲ୍ଲାପାଳ କହିଲେ ପ୍ରକଳ୍ପ ହଉ କିନ୍ତୁ ହାଟ ବି ହଉ ଯୋଉ ଜାଗା ବଳିକି ଏକର ଜାଗା ବଢୁଛି ସେଥିରେ ଆଉ ଯୋଜନା ମୁଁ ପା କହିଲି ଆପଣ ଶୁଣିପାରିଲେ ମୁଁ କହିଲି ଚାଷୀ ଭାଇ ମାନେ ବେପାରୀ ଭାଇ ମାନେ ଯାହା ଚାହୁଁଛନ୍ତି ସେୟା ହଉ। ଯୋଉ ପ୍ରକଳ୍ପ ପ୍ରଶାସନ ସରକାର ଆସିବେ ସରକାର ଯିବେ, ବିଧାୟକ ଆସିବେ ବିଧାୟକ ଯିବେ, ମା ଅଛି ମା ରହିବ। ମୋର କହିବାର କଥା ହଉଛି ସେତେବେଳେ ଆମ ଦଳ ଥିଲା ସରକାରରେ, ମୁଁ ବିଧାୟକ ଥିଲି। ଏବେ ଗୌତମ ବାବୁଙ୍କ ସରକାର ଅଛି, ବିଧାୟିକା ଅଛନ୍ତି, ତାଙ୍କୁ ଡାକନ୍ତୁ, ସମସ୍ତ ଷ୍ଟେକ୍ ହୋଲ୍ଡରଙ୍କୁ ଡାକନ୍ତୁ, ସେମାନଙ୍କୁ ପ୍ରଶାସନ କଣ କହିଥିଲା, ସେମାନଙ୍କୁ କଣ, କାରଣ ସରକାର ପ୍ରଶାସନ ତ ବଦଳିବନି ନା, ପ୍ରଶାସନ ସେମାନଙ୍କୁ କଣ କହିଥିଲା, କଣ ପ୍ରତିଶ୍ରୁତି କରିଥିଲା, ପ୍ରୋଜେକ୍ଟ କଣ ଦେଖେଇଥିଲା, ପ୍ରୋଜେକ୍ଟର ବର୍ତ୍ତମାନ ଆଡମିନିଷ୍ଟ୍ରେଟିଭ ମୋ ପାଖରେ ସବୁ ଅଛି, ପ୍ରୋଜେକ୍ଟ ଆପ୍ରୁଭାଲ କଣ ହେଇଥିଲା, କେତେ ବାଟ ଯାଏ ପ୍ରୋଜେକ୍ଟ ହେଇଥିଲା, ତାପରେ ଯଦି ଜମି ବଳୁଛି ଏବଂ ଯଦି ଜମି ସର୍ଟ ପଡୁଛି ପ୍ରଶାସନ ସେଠି ଆହୁରି ସରକାର ଲ୍ୟାଣ୍ଡ ଆକ୍ୱିଜିସନ କରନ୍ତୁ, ଲ୍ୟାଣ୍ଡ ଆକ୍ୱିଜିସନ କରି ବସାନ୍ତୁ ସେଠି। ଆମେ ତ ଲ୍ୟାଣ୍ଡ ଆକ୍ୱିଜିସନ କରିକି ବସେଇଛୁ ଏପଟେ, ଆମେ ପଇସା ବି ଦେଇଥିଲୁ ସେତେବେଳେ ଲ୍ୟାଣ୍ଡ ଆକ୍ୱିଜିସନ କରିକି ଏଠି ବେଟ କରିବା ପାଇଁ। ଯଦି ଚାଷୀ ଭାଇ ମାନେ ବେପାରୀ ଭାଇ ମାନେ ଚାହୁଁଛନ୍ତି ସେଠି କରାଯାଉ, ଯେତେ କରାଯିବ ସେତେ ତାଙ୍କ ପାଇଁ ଭଲ। ଏ ଲୋକଙ୍କ କଥା ସବୁବେଳେ ସରକାର ଶୁଣିବା ଦରକାର। ସେଠି ଯଦି ଜମି ମୋର ଦି ଭାଇ ସେଠି ଅଛନ୍ତି, ମାମୁ ପୁଅ ଦି ଭାଇ ଅଛନ୍ତି, ସେମାନେ ଜମି ତାଙ୍କ ପଇସା କୋର୍ଟରେ ଡିପୋଜିଟ୍ ହେଇଛି, ଯଦି ସେମାନେ ବୁଝେଇ ପାରୁନାହାନ୍ତି ମୋ ଭାଇ, ମୁଁ ବି ତାଙ୍କ ସହିତ ସହଯୋଗ କରିବି ମୋ ଭାଇମାନଙ୍କୁ ବୁଝେଇବା ପାଇଁ ଯେ ସରକାର ଯଦି ଜମି ଚାହୁଁଛନ୍ତି ଜମି ଦିଅ ଏବଂ ସେଠି ହାଟ ହଉ। ମା ଏଣ୍ଟାର ଏଫର୍ଟ ହଉଛି ମା ବିରଜା ପ୍ରକଳ୍ପରେ ସାମାନ୍ୟତମ ଆଞ୍ଚ ନ ଆସୁ। ପ୍ରଶାସନ ଏବେ କହୁଛି, ଆଗରୁ କଣ କରୁଥିଲା, କାହିଁକି ଏତେ ବାଟ ଯିବ, କାହିଁକି ଲଢେଇ ହବ, କାହିଁକି ନିରୀହ ଲୋକମାନେ ଅସୁବିଧା ପଡିବେ, କଣ ପାଇଁ ପଡିବେ, ସେଇଟା ତ ମୁଁ ପ୍ରଶ୍ନ ପଚାରୁଛି। ବିଧାୟକ ମାନେ ଆମର ଭବପ୍ରସାଦ ଜେଲ ଯାଇଛନ୍ତି, ମା ପାଇଁ ଯାଇଛି, ଅସୁବିଧା କଣ ଅଛି? ତା ନିରୀହ ଭାଇ ମାନେ ମିଛ କେସରେ କରିକି ପୁରଉଛନ୍ତି, ମିଛ କାହିଁକି, ସେ ଭାସି ପାଉ, କିଛି ଅସୁବିଧା ନାହିଁ। ମା ପାଇଁ ମରିଗଲେ କଣ ଅସୁବିଧା ଅଛି, କିଛି ଅସୁବିଧା ନାହିଁ। ମୁଁ ଆଜି ବି କହୁଛି ବେପାରୀ ଚାଷୀ ଭାଇ ମାନଙ୍କ ପାଇଁ ଯଦି ମୋ ମାମୁ ପୁଅ ମାନଙ୍କୁ ବୁଝେଇବାକୁ ପଡେ ମୁଁ ଯିବି, ତାଙ୍କ ଖୁସିରେ ମୁଁ ଖୁସି। କିନ୍ତୁ ମା ପ୍ରକଳ୍ପରେ ଯୋଉ ସେବାୟତ ମାନେ ଯୋଉ ଘର ମାନେ 150-200 ବର୍ଷ ରଣା ମାଳି ଗରିବ ମାନେ ମା ମାନଙ୍କ ପାଇଁ ଜାଗା ଛାଡିଛନ୍ତି, ତାଙ୍କର କୌଣସି ମାନେ ତାଙ୍କର ଯୋଉ ଆବେଗକୁ ଏବଂ ତାଙ୍କର ଯୋଉ ଅବଦାନକୁ ବଳି ନ ପକାଇକି କାମ କରାଯାଏ। ଚାଷୀ ଭାଇ ମାନେ ବି ଖୁସି ରୁହନ୍ତୁ, ବିସ୍ଥାପିତ ମାନେ ଖୁସି ରୁହନ୍ତୁ। ସର୍ବୋପରି ପ୍ରଥମ କାମ ଯୋଉଥିପାଇଁ ଛାଡିଛନ୍ତି ମାଙ୍କ ପ୍ରକଳ୍ପ ଟିକେ ବି ହାତ ମରା ନ ଯାଉ।